एजुकेशनल एक्सप्लोरर यूट्यूब चैनल रे आपण माननकु स्वागत। आपण माने जानिथिबे गतकाली जो सेवक सेविका आउ जो टीएलटी टीचर रहुची जो एहारा जो रिक्रूटमेंट एसएसडी डिपार्टमेंट तरफ जो आसीथिला तार जो डिही लिस्ट गतकाली पब्लिश हैला आउ जो डॉक्यूमेंट वेरिफिकेशन रहुची ताहा 27 जो ଜାନୁଆରୀ ଅନୱାର୍ड्स କୋଉଠି ହେବ ନା ଡିଷ୍ଟ୍ରିକ୍ଟ ର ଯୋଉ କଲେକ୍ଟରେଟ ଅଫିସ ଅଛି ସେଇଠି ଡକୁମେଣ୍ଟ ଭେରିଫିକେସନ ହେବ। କିନ୍ତୁ ଯୋଉ ଲିଷ୍ଟ ଆସିଲା ସେଥିରେ ଯୋଉ କଟ ଅଫ୍ ମାର୍କ ଟି ନଥିଲା, ଯୋଉ କ୍ୟାଟେଗୋରୀ ୱାଇଜ କୋଉ କ୍ୟାଟେଗୋରୀରେ କେତେ କଟ ଅଫ୍ ଗଲା ତାହେଲେ ଖାଇ ନଥିଲା। ଯଦି ଆମେ ଯୋଉ ଇଣ୍ଡିଭିଜୁଆଲ ରେଜଲ୍ଟ କୁ ଦେଖିବା, ଏଠି ଦେଖନ୍ତୁ ଗୋଟେ ଏକ୍ସାମ୍ପଲ ହିସାବରେ ଗୋଟେ ପିଲା ଯିଏ କି 81.37 ମାର୍କ ସିକ୍ୟୁର କରିଛି, ଯୋଉଟା କି ସେ ଯୋଉ ଆପଣ ମାନଙ୍କର ଏସସି ବିସି କ୍ୟାଟେଗୋରୀରେ ଏଠି ଦେଖଉଛି ଯୋଉ କଟ ଅଫ୍ ଟି ଯୋଉଟା କି 71.36 ମାର୍କ ଯାଇଛି ଏସସି ବିସି କ୍ୟାଟେଗୋରୀରେ। ପିଲାଟି ହଉଛି ଏସସି ବିସି କ୍ୟାଟେଗୋରୀର, ତାର ମାର୍କ ଟି ଦଉଛି 81.37 ଆଉ ଏଠି ଲେଖା ଅଛି ରିମାର୍କସ ପ୍ରୋଭିଜନାଲି କ୍ଲିୟର ଫର ସ୍କ୍ରିନ୍, ଡକୁମେଣ୍ଟ ଭେରିଫିକେସନ ପାଇଁ ସିଲେକ୍ସନ ହେଇଛି। ଯଦି ଆମେ ଯୋଉ କ୍ୟାଟେଗୋରୀଜ ୱାଇଜ ଯଦି କଟ ଅଫ୍ ଦେଖିବା କୋଉଥିରେ କେତେ କଟ ଅଫ୍ ଯାଇଛି, ଯଦି ଆମେ ଫାର୍ଷ୍ଟ ଦେଖିବା ୟୁଆର କଟ ଅଫ୍, ୟୁଆର ରେ କେତେ କଟ ଅଫ୍ ଯାଇଛି, ତାହେଲେ ଆପଣମାନଙ୍କର ଯୋଉ ୟୁଆର ରେ ଯାଇଛି 71.67, ଏହା ହଉଛି ୟୁଆର କଟ ଅଫ୍ ଯୋଉ ଲୋଏଷ୍ଟ ପିଲା ରହୁଛି। ତାପରେ ଯୋଉ ଏସସି ବିସି କ୍ୟାଟେଗୋରୀରେ ଯାଇଛି 71.36 ମାର୍କସ, ସେହିପରି ଏସସି ରେ ଯାଇଛି 63.73 ମାର୍କସ, ଆଉ ଯୋଉ ଲାଷ୍ଟ ରହୁଛି ଏସଟି କ୍ୟାଟେଗୋରୀରେ ଯାଇଛି 57.04 ମାର୍କସ। ତ ଏହା ରହୁଛି ଆପଣ ମାନଙ୍କର ଯୋଉ ସେବକ ସେବିକା ର କଟ ଅଫ୍। ଏଇ ଯୋଉ ପିଲା ଲୋଏଷ୍ଟ ମାର୍କ ଯିଏ ରଖିଛି ସେ ସିଲେକ୍ସନ ହେଇଛି। ତ ଏହା ଥିଲା ସମ୍ପୂର୍ଣ୍ଣ କଟ ଅଫ୍।